ଆଜି ଗୋଟେ ମାଛ ରାନ୍ଧୁ ରାନ୍ଧୁ ଆଉ ଗୋଟେ ସ୍ପେଶିଆଲ ମାଛ ଆସି ପହଞ୍ଚିଯିବ ବୋଲିକି ମୁଁ ଜାଣିନଥିଲି। ୱେଲକମ୍ ଟୁ ମାଇ ଫ୍ରେଶ୍ ମାନେ ବ୍ଲଗ୍। ସକାଳୁ ସକାଳୁ ଚୁଟିରେ ଅଏଲିଂ କରିଦେଲା ଗୋଟେ ଚମ୍ପୁରକ ଦେଖାଯାଉଛି। ଆମେ ସବୁ ଗାଧୋଇ ପାଧୋଇ ଆସି ସବୁ ପଖାଳ କଂସାଏ ଲେଖା ଧରିକି ବସି ଯାଇଥିଲୁ ଖାଇବା ପାଇଁ। ସାଙ୍ଗରେ ଥିଲା ଭେଣ୍ଡି ଆଳୁ ଭଜା, କଲରା ଆଳୁ ଭଜା ଆଉ ମଞ୍ଚୁରୀ, ଆଳୁ ବାଇଗଣ ପୋଡ଼ା। ଖାଇସାରିଲା ପରେ ଭାତ ବସାଇ ଦେଇଥିଲୁ, ଚାଉଳ ଆଣିକି ଧୋଇକି ରଖା ହେଇଥିଲା। ତାପରେ ଆମ ଘରେ ମାଗୁର କଉକୁ ପାଣିରେ ପକେଇକି ରଖାଯାଇଥିଲା, ତାକୁ କଟିବା ଷ୍ଟାର୍ଟ କରିଦେଇଥିଲା ମୋ ବୋଉ। ଗୋଟିଏ ଆମ୍ବୁଲ ପକେଇକି ଝୋଳରେ ଗୋଟେ ଶିଙ୍ଗି ମାଛ ଥିଲା, ତା ଶିର କେମିତି ଖୋଲା ହେଉଛି, ଏମିତି ଶିର ନ ଖୋଲିଲେ ଶିର ରୋଗ ହୁଏ କୁହନ୍ତି। ତାପରେ ଉଠେଇକି ସଫାସୁଫି କରିକି ଘରକୁ ନେଇ ଯାଇଥିଲି। ମୁଁ ମସଲା ବାଟି ନେଇଥିଲି, ବୋଉ ତାକୁ ଭଲିକି ଖଚି ଖଚିକା ଧୋଇ ଦେଇଥିଲା, କାରଣ ନାଳ ଯୋଗୁଁ ତା ଦେହରୁ ବାଲି ଭଲସେ ଛାଡ଼େନି, ସେଥିପାଇଁ ଖଚି ଖଚିକା ଧୋଇକି ନେଇ ଆସିଥିଲେ। ତାପରେ ଚୁଲି ଲଗେଇ ଦେଇଥିଲେ ଆଣିକି ମାଗୁରକୁ, ତାପରେ ମ୍ୟାରିନେଟ୍ କରିକି ଭାଜି ଦେଇଥିଲି। ଭାଜି ଦେଇକି ସୋରିଷର ବେଟର କିଛି ବନେଇ ଦେଇକି ଆମ୍ବୁଲ ଦେଇକି ଝୋଳ ବନେଇ ଦେଇଥିଲି। ଘରେ ଥିଲା ତରଭୁଜ, ତାକୁ କାଟି ପିସ୍ ପିସ୍ ସମସ୍ତଙ୍କୁ ବାଣ୍ଟିକି ଆମେ ସବୁ ଖାଇ ଦେଇଥିଲୁ ଘରକୁ। ତାପରେ ଆସିଲା ଏଇ ସ୍ପେଶିଆଲ ମାଛ ଇଲିଶି। ମୁଁ ଜାଣିନଥିଲି ଯେ ଆଜି ଇଲିଶି ମାଛ ଆଇବ। ପୁଣି ବସିଗଲେ ରୋଷେଇ ପାଇଁ। ସେ ମାଛକୁ ବି ଧୋଇ ଧାଇକି ସଫା କରିକି ଆଣିକି ପୁଣି ଚୁଲି ଲଗେଇଲି। ଲୁଣ ହଳଦୀ ଗୋଳେଇକି ତାକୁ କିଛି ଭାଜି ଦେଇଥିଲି, କିଛି ଭାଜିକି ରଖିଦେଇକି ଆଉ କିଛି ଝୋଳ ବନେଇ ଦେଇଥିଲି। ଆହାରି ଝୋଳ ଆମ ଘରେ ସମସ୍ତଙ୍କୁ ପସନ୍ଦ। ଆଉ ଆପଣମାନଙ୍କୁ ତରକାରୀଟା କେମିତି ଲାଗିଲା କମେଣ୍ଟରେ ଜଣେଇବେ। ତାପରେ ଆମ ଘରେ ସମସ୍ତେ ଖାଇବା ପାଇଁ ବସି, ଆଉ ଆମ ଘରେ ସବୁଠାରୁ ଖୁସି କିଏ ଜାଣୁଛନ୍ତି? ଏଇମାନେ ବିଲେଇମାନେ। ତାପରେ ଆସିଗଲା ବର୍ଷା, ପୁରା ଅନ୍ଧାର କରିଗଲା ଆଉ ଆକାଶ ଝିପିରି ଝିପିରି ମେଘ ହେଇକି ଚାଲିଗଲା। ଆଜିର ମାଛ ତରକାରୀ ଭିଡ଼ିଓ କେମିତି ଲାଗିଲା ଜଣେଇବେ। ଏବେ ତ ମେଘ ଏଇଠି ହେଉଛି ସେଇଠି ହେଉନି, ଟିକେ ଟିକେ ହେଉଛି, ଆପଣଙ୍କ ଆଡ଼େ କେମିତି ହେଉଛି ଜଣେଇବେ। ଆଉ ମେଘ ପାଇଁ ସତର୍କ ରହିବେ। ପ୍ଲିଜ୍ ମୋ ଭିଡ଼ିଓରେ ଲାଇକ୍, ସେୟାର, ଫଲୋ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଆଶା କରୁଛି ଭିଡ଼ିଓ ଭଲ ଲାଗିବ। ଦେଖା ନେକ୍ସଟ ଭିଡ଼ିଓ। ଜୟ ଜଗନ୍ନାଥ।